ସକାଳୁ କ'ଣ ସେଠି ମାଟି ମାରୁଥିଲୁ ଖାଇବୁ ବୋଲି ତତେ ରୋଜି ଆଜି ଖାଇବାକୁ ଦେଇନି। ମୁଁ ତମ ହାତରେ ଆଉ କଥାବାର୍ତ୍ତା ହବାର ନାହିଁ। ମୋର ସାଡେ ମୋ ଲଭର ଏଇନେକା ଆସିବ, ମୁଁ ସିଆଡେ ତା ହାତରେ ପଳେଇଯିବି। ମତେ ଆଜି ସରଦାର ଡାକ ପକଉଛି, ଏରା ଖାଇବାକୁ ଦବା ଲୋକ। ତମେ ତ 5 ପଇସାର ଆଜି ମାଛ ଆଇଲାନି କି କିଛି କଲନି। ମୁଁ ଏଟା କେମିତି ମୋ ଭଳିଆ ଯିବ, କେମିତି ଏତେ ଦିନ ଧରିକିରି ଶାକାହାରୀ ହେଇକି ବଞ୍ଚିବ କହିଲା ଆଗ। ନା ଆଜି ତ ହେଲା ଶନିବାର, ଆମ ଘରେ ତ ଆଇଁଷ ପଶିବନି। ତୁ ଗୁମାନ କରିକିରି ଏଠି ଗୁହାରିଆ ପଇଲେ କ'ଣ ହବ? କ'ଣ ଭାରି ରାଗରେ ମୋତେ କହୁଛୁ ମୋତେ କିଛି ଖାଇବାକୁ ଦେଲେନି, ଆ କଲେନି ତାନି। ମୁଁ ବା କହିକି ଯାଇଥିଲି ରୁଜିକି ତତେ ପୋଡ଼ ଦେବ, କ୍ଷୀର ରୁଜି ତତେ ନଦେଲା କିଛି ଖାଇବା ପାଇଁ, ତାହେଲେ ତୁ ମୋ ଉପରେ ଏତେ ରାଗ କାହିଁକି? ରାଗିକିରି ମୋତେ କାମୁଡ଼ା ଆମ୍ପୁଡ଼ା କରିକିରି ମୋତେ ଆକ୍ରାନ୍ତ କଲାଣୁ। ମୋ ମାଣ୍ଡି ମସଣା ସବୁ ଚିରାଚିରି କରିକିରି ଇଏ କୋଉ ଧନ୍ଦା ତତେ? ଆଜି ମୁଁ ତତେ ଆଉ ଖାଇବାକୁ ଦେଇପାରିବିନି। ତୋ ଇଚ୍ଛା ହେଲେ ରହ, ନହେଲେ ଇଚ୍ଛା ନହେଲେ ନା। ନହେଲେ ବି ନାହିଁ, ମତେ ଏ ଚାକିରି ବି ଆଉ ଭଲ ଲାଗୁନି। ମୁଁ ଯେ ଏଠୁ ରିଜାଇନ୍ ଦେବି, ଆଉ ଗୋଟେ କୋଉଠି ଯାଇକି ଜଏନ୍ କରିବି। ଆରେ ତମ ଦୋକାନ ଯାକ ମୂଷା ଜଗିବି ମୁଁ। ଖାଇଲା ବେଳକୁ ତମେ ଭଲ ମନ୍ଦ କରିକିରି ଖାଇବ, ଦେଖିଲା ବେଳକୁ ମୋ ପାଇଁ କିଛି ନାହିଁ। ତମକୁ ସିନା ଭାତ ଡାଲମା ଭଲ ଲାଗୁଛି, ତମେ ଚରି ଯାଉଛ, ହେଲେ ମତେ କ'ଣ ଭାତ ଡାଲମା ଭଲ ଲାଗୁଛି? ମତେ ପରା ଏଇଆ ଭଲ ଲାଗୁଛି ଯେ କେମିତି କୋଉଠୁ ଗୋଟେ ମାଛ ଅଢେଇଶ ଆଇଲେ ମତେ ଟିକେ ମୁଣ୍ଡ ଫୁଣ୍ଡ କିରି ଦଅନ୍ତେ, ମୁଁ ଖାଆନ୍ତି ଗୁଣ୍ଡ ଗାଣ୍ଡି କରିକିରି। କିନ୍ତୁ ଦେଖିଲା ବେଳକୁ ସେତକ ନାହିଁ। ଏଇ ଗୋଟେ ନୂଆ ଭାଉଜ ଆଇଲା ଯେ ସେ ଦିନେ କାଳେ ମୁହଁ ଦେଖେଇଲା ନାହିଁ। କେମିତି ଦରକାର, କି ଭଲ କି ମନ୍ଦ ଆମେ କେମିତି ଜାଣିବୁ? ତେବେ ଆସିକିରି ମତେ କହୁଛ ସେ ଯଦି ଖାଇବାକୁ ନଦେଲା ଅମକ କଲା ସମକ କଲା। ତେରିକା ତୁ ମୋ ବୋହୂ ନାଁରେ ଏମିତି କଥା କହୁଛୁ? ହଉ ଯାଅ, ମୁଁ ତତେ ଆଉ ଖାଇବାକୁ ଦେଇପାରିବିନି। ମୁଁ ଯାଉଛି ସେ ରୋଜିକି ପଚାରିବି ତତେ ଦେଇଛି ନା ନାଇଁ ଖାଇବା ପାଇଁ। ଯଦି ନ ଦେଇଥିବ ଆଜି ତୁ ବାହାରିବୁ, ନହେଲେ ଆଜି ସିଏ ବାହାରିବ।